ଶୋଚନୀୟ ପରାଜୟ କଲା ଭାରତ। ୱାର୍ଲଡ କପ୍ ନୁହେଁ ତ ଯେମିତି ଗାଁରେ ଖେଳୁଛି ଭାରତ। ଭାରତର ବ୍ୟାଟ୍ସମ୍ୟାନ୍ ମାନଙ୍କୁ କାହାକୁ ବ୍ୟାଟିଂ ହିଁ ଜଣା ନାହିଁ। ମାତ୍ର 111 ରନ୍ ଅଲ୍ ଆଉଟ୍ ୱାର୍ଲଡ କପ୍ରେ ପୁଣି। ହଁ ଦର୍ଶକ ବନ୍ଧୁ, ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା। ଗତକାଲି ଦକ୍ଷିଣ ଆଫ୍ରିକା ଦମଦାର ପ୍ରଦର୍ଶନ କରିଥିଲା। ଭାରତ ଆଗରେ 188 ରନ୍ ଟାର୍ଗେଟ୍ ଥିଲା, କିନ୍ତୁ ଫୁଲ୍ ଫର୍ମରେ କେହି ବି ନାହାନ୍ତି ଭାରତର ବ୍ୟାଟ୍ସମ୍ୟାନ୍ ମାନେ। ହଁ ଦର୍ଶକ ବନ୍ଧୁ, ସୁପର 8ରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ T20 ବିଶ୍ୱକପ୍ 2026ର ସୁପର 8 ମ୍ୟାଚ୍ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ହେଉଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ମାନେ 20 ଓଭରରେ 7 ୱିକେଟ୍ ହରାଇ 187 ରନ୍ କରିଥିଲେ। ଦଳ ମାତ୍ର 20 ରନ୍ରେ 3ଟି ୱିକେଟ୍ ହରାଇଥିଲେ। ଟପ୍ ଅର୍ଡର ଶୀଘ୍ର ବିଦାୟ ନେବାରେ ଡେଭିଡ୍ ମିଲର ଓ ବ୍ରେଭିସ୍ ଦଳ ପାଇଁ ଚମତ୍କାର ଇନିଂସ ଖେଳିଥିଲେ। ମିଲର 35 ବଲ୍ରେ 7 ଚୌକା 3 ଛକା ସହାୟତାରେ 63 ରନ୍ କରିଥିଲେ। ଏହି ସମୟରେ ବ୍ରେଭିସ୍ 29 ବଲ୍ରେ 3 ଚୌକା 3 ଛକା ସହିତ 45 ରନ୍ କରିଥିଲେ। ଉଭୟ 7 ୱିକେଟ୍ ପାଇଁ 97 ରନ୍ର ଭାଗିଦାରୀ 50 ବଲ୍ରେ କରିଥିଲେ। ଟ୍ରିଷ୍ଟାନ୍ ଷ୍ଟଫ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ 44 ରନ୍ କରିଥିଲେ। ସେହିପରି ତେବେ ଏହି 3 ଜଣ ବ୍ୟତୀତ ଦଳ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ 10 ରନ୍ ସୀମା ଅତିକ୍ରମ କରିନାହାନ୍ତି। ସେପଟେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ 3 ୱିକେଟ୍ ନେଇଥିଲେ। ତେବେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଏହି ନିଷ୍ପତ୍ତି ମଧ୍ୟ ଦକ୍ଷିଣ ଆଫ୍ରିକା ପାଇଁ ଭଲ ହୋଇଥିଲା। ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଖରାପ ଥିଲା। ସେମାନେ କ୍ୱିଣ୍ଟନ୍ ଡିକକ୍ 6, ଏଣ୍ଡନ୍ ମାକ୍ରମ୍ 4, ରିଆନ୍ ରିକଲ୍ଟନ୍ 7 ଉପରେ 20 ରନ୍ରେ 3ଟି ୱିକେଟ୍ ହରାଇଥିଲା, କିନ୍ତୁ ପରେ ପରେ ଭଲ ବ୍ୟାଟିଂ କରିଥିଲା ସାଉଥ୍ ଆଫ୍ରିକା। ଭାରତ ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ 3ଟି ୱିକେଟ୍ ନେଇଥିଲେ। ଏହି ସମୟରେ ସେ 4 ଓଭର ବୋଲିଂ କରି ମାତ୍ର 15 ରନ୍ ଦେଇଥିଲେ। ଏହା ବ୍ୟତୀତ ଅର୍ଶଦୀପ ସିଂ 2ଟି ୱିକେଟ୍ ନେଇଥିଲେ। ସେ 4 ଓଭରରେ 28 ରନ୍ ଦେଇଥିଲେ। ବରୁଣ ଚକ୍ରବର୍ତ୍ତୀ, ଶିବମ ଦୁବେ ଗୋଟେ ୱିକେଟ୍ ନେଇଥିଲେ, କିନ୍ତୁ ବରୁଣ ଚକ୍ରବର୍ତ୍ତୀ 4 ଓଭରରେ 47 ରନ୍ ଦେଇଥିଲେ, ଯେତେବେଳେ କି ଶିବମ ଦୁବେ 2 ଓଭରରେ 32 ରନ୍ ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର ଗୋଟେ ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା 4 ଓଭରରେ 45 ରନ୍ ଦେଇଥିଲେ ଏବଂ ୱାଶିଂଟନ୍ ସୁନ୍ଦର 2 ଓଭରରେ 17 ରନ୍ ଦେଇଥିଲେ। ଭାରତକୁ 188 ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା ଦକ୍ଷିଣ ଆଫ୍ରିକା। ଭାରତ ବ୍ୟାଟିଂ କରି ଇଶାନ କିଶାନ ପ୍ରଥମ ଓଭରରେ 4ଟି ବଲ୍ ଖେଳି ଖାତା ଖୋଲି ନେବାରେ ଆଉଟ୍ ହୋଇଥିଲେ। ଅଭିଷେକ ଶର୍ମା 15, ତିଲକ ବର୍ମା 1, ସୂର୍ଯ୍ୟ ଯାଦବ 18, ୱାଶିଂଟନ୍ ସୁନ୍ଦର 11, ଶିବମ ଦୁବେ 42, ହାର୍ଦ୍ଦିକ ପାଣ୍ଡ୍ୟା 18, ରିଙ୍କୁ ସିଂ ଖାତା ଖୋଲି ପାରିନଥିଲେ। ଅର୍ଶଦୀପ ସିଂ 1, ବରୁଣ ଚକ୍ରବର୍ତ୍ତୀ 0, ଯଶପ୍ରୀତ ବୁମରା ମଧ୍ୟ ଖାତା ନ ଖୋଲି ଆଉଟ୍ ଥିଲେ, ଯାହାଫଳରେ କି ଭାରତ 18.5 ବଲ୍ରେ 111 ରନ୍ କରି ଅଲ୍ ଆଉଟ୍ ହୋଇଥିଲା ଏବଂ ସୁପର 8ର ଏହି ପ୍ରଥମ ମ୍ୟାଚ୍କୁ ଭାରତ 76 ରନ୍ରେ ହାରିଯାଇଥିଲା। କିନ୍ତୁ ସବୁଠୁ ବଡ଼ କଥା ହେଲା କୋବିନ୍ ବଚ୍ 2ଟି ୱିକେଟ୍ ନେଇଥିଲେ। ମାର୍କୋ ଜାନସେନ୍ 4ଟି ୱିକେଟ୍ ନେଇଥିଲେ। ଲୁଙ୍ଗି ନାଗିଡ଼ି ୱିକେଟ୍ ନେଇଥିଲେ, କିନ୍ତୁ ବୋଲିଂ ଭଲ କରିଥିଲେ। 4 ଓଭର ମାତ୍ର 15 ରନ୍ ଦେଇଥିଲେ। କେଶବ ମହାରାଜ 24 ରନ୍ ଦେଇଥିଲେ। 3 ଓଭରରେ 3 ୱିକେଟ୍ ନେଇଥିଲେ। ଆଡେନ୍ ମାକ୍ରମ୍ ଗୋଟେ ଓଭର ବୋଲିଂ କରି ଗୋଟେ ୱିକେଟ୍ ନେଇଥିଲେ। ଇଏ ହେଉଛି ସାଉଥ୍ ଆଫ୍ରିକାଙ୍କର ବୋଲରଙ୍କ ଲିଷ୍ଟ। ଆପଣ ଦର୍ଶକ ବନ୍ଧୁ, ଯାହାକି ଖବର ଅଛି, ଗତକାଲି ଖେଳା ଯାଇଥିଲା ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ସୁପର 8 ମୁକାବିଲା ଏବଂ ଏହି ମ୍ୟାଚ୍କୁ ଭାରତ 76 ରନ୍ ହାରିଛି। ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରି 20 ଓଭରରେ 7 ୱିକେଟ୍ ହରାଇ 187 ରନ୍ କରିଥିଲା। 188 ରନ୍କୁ ପିଛା କରି ଭାରତ 111ରେ ଅଲ୍ ଆଉଟ୍ ହୋଇଥିଲା।